କୁକୁଟ ମୟୂର ବିଡ଼ାଳ ଟକେ ପାରାଗଣେ ଘୋଟକେ ସାରଙ୍ଗାନାଂ ବେଶ ସୂର୍ଯ୍ୟ ସରବେ ପଦ୍ମବନେ ନାସରମ୍ ଶୁକ ସାରିକା ବସନ୍ତ କୋକିଳ ଗଣେ ଗୋବର୍ଦ୍ଧନେ ପକ୍ଷିକା ଏତେ ତ୍ୱଂ ରଟତେ ବନେ ପକ୍ଷୀଗଣେ ପୂର୍ବଂସ୍ତୁତେ ମଙ୍ଗଳମ୍। ଜୟ ଜଗନ୍ନାଥ। ମୁଁ ଜ୍ୟୋତିର୍ବିଦ ଚନ୍ଦ୍ରଶେଖର ନାୟକ ମୋର ଚ୍ୟାନେଲ ଜ୍ୟୋତିଷର ଜାତକକୁ ଆପଣମାନଙ୍କୁ ମୋର ଅନ୍ତରର ଗଭୀରତମ ପ୍ରଦେଶରୁ ସ୍ୱାଗତ ଜଣାଉଛି। ବନ୍ଧୁଗଣ, ଆମେ ଏଇ ଯେଉଁ ନକ୍ଷତ୍ର ସିରିଜ ଆରମ୍ଭ କରିଥିଲେ, ଆଜି ଆମେ ପଢ଼ିବା ଉତ୍ତର ଭାଦ୍ରପଦ ମୀନ ରାଶି। ଯଦି ଆପଣଙ୍କ ଜାତକଟିରେ ଏମିତି ଲେଖା ହେଇଛି 26/12, ତାହେଲେ ଆପଣ ଜାଣନ୍ତୁ ଆପଣଙ୍କ ରାଶିଟି ହେଉଛି ଉତ୍ତର ଭାଦ୍ରପଦ ମୀନ ରାଶି। ତା ଅର୍ଥ ଉତ୍ତର ଭାଦ୍ରପଦ ନକ୍ଷତ୍ର ଆଉ ମୀନ ରାଶି। ଠିକ ଅଛି ବନ୍ଧୁଗଣ। ତାହେଲେ ଦେଖନ୍ତୁ, ଯେଉଁମାନେ ଉତ୍ତର ଭାଦ୍ରପଦ ନକ୍ଷତ୍ରରେ ଜନ୍ମଗ୍ରହଣ କରିଥାନ୍ତି ସେମାନଙ୍କର ଦଶା ସ୍ୱାମୀ ହେଇଥାନ୍ତି ଶନି। ଆଉ ଶନିଙ୍କର ଅବଧିଟି ହେଉଛି 19 ବର୍ଷ। ତାହେଲେ ସେମାନେ ଶନିଙ୍କର ଦଶାରେ ହିଁ ଜନ୍ମଗ୍ରହଣଟିଏ କରିଥାନ୍ତି। ଠିକ ଅଛି। ତାପରେ ଦେଖନ୍ତୁ, ସେମାନଙ୍କ ପାଇଁ ଦେବତା ହେଉଛନ୍ତି ଅଇର୍ବୁଦ୍ଧ। ଆକୃତି ହେଉଛି ଶବର 2 ପାଦ। ଶବ ମାନେ ଲାଶ, ତାର ପାଦଟି ଯେଉଁ ରଖା ହେଇଛି ବା ତା ବୋହିକିରି ନଉଛନ୍ତି, ସେ ପାଦ ଦୁଇଟି ଯେଉଁଭଳି ଦିଶୁଛି ସେଇଭଳିଆ ଆକୃତିର ହେଉଛନ୍ତି ଉତ୍ତର ଭାଦ୍ରପଦ ନକ୍ଷତ୍ର। ଆଉ ତାଙ୍କର ଆଧିପତ୍ୟଟି ଥାଏ ଆମର ବଳାଗଣ୍ଠି ଉପରେ, ଆଙ୍କେଲ ଯାହାକୁ କହନ୍ତି, ସେଇଠି ତାଙ୍କର ଆଧିପତ୍ୟ ଥାଏ। ଆଉ ଉତ୍ତର ଭାଦ୍ରପଦ ନକ୍ଷତ୍ରଟି ସମ୍ପୂର୍ଣ୍ଣ ଭାବରେ ମୀନ ରାଶିରେ, ସିଏ ଅନ୍ୟ କୌଣସି ରାଶିକି ଯାଆନ୍ତି ନାହିଁ, କେବଳ ମୀନ ରାଶିରେ ହିଁ ଥାନ୍ତି। ଆଉ 4ଟି ଯାଙ୍କ ଚରଣ ବା ପାଦ ମୀନ ରାଶିରେ ହିଁ ଥାଏ। ତେଣୁ ତାଙ୍କର ରାଶି ସ୍ୱାମୀ ହେଇଥାନ୍ତି ଦେବଗୁରୁ ବୃହସ୍ପତି। ଆଚ୍ଛା, ଠିକ ଅଛି। ତାହେଲେ ଆମେ ଦେଖିବା ବର୍ତ୍ତମାନ ତାଙ୍କ ପାଇଁ ଶୁଭ ସଂଖ୍ୟାଟି କୋଉଟା? ନା ଶୁଭ ସଂଖ୍ୟା ହେଉଛି 8 ଆଉ ଅକ୍ଷରଟି ହେଉଛି ଡି, ଏନ୍ ଆଉ ଜେଡ୍। ଯଦି ଆପଣ କିଛି ନାଁ ଦେବାକୁ ଚାହୁଁଛନ୍ତି ତାହେଲେ ଡି ଅକ୍ଷରରେ ଦେଇପାରିବେ, ଏନ୍ ଅକ୍ଷରରେ ଦେଇପାରିବେ, ଜେଡ୍ ଅକ୍ଷରରେ ମଧ୍ୟ ଦେଇପାରିବେ। ରଙ୍ଗଟି ହେଉଛି ଇସତ ଲାଲ, ଦିଗଟି ହେଉଛି ପଶ୍ଚିମ ଦିଗ, ଆଉ ବାୟୁ କୋଣ। ପଶ୍ଚିମ ଦିଗ ଅର୍ଥ ତ ପଶ୍ଚିମ ଦିଗ। ବାୟୁ କୋଣ ଯେଉଁ କହୁଛି, କାହିଁକି ଆମର ଦିଗ ହେଉଛନ୍ତି 10ଟି। ସାଧାରଣତଃ ଲୋକ ଜାଣିଥାନ୍ତି ଦିଗ ହେଉଛନ୍ତି 4ଟି, ପୂର୍ବ, ପଶ୍ଚିମ, ଉତ୍ତର, ଦକ୍ଷିଣ। ଆଉ 4ଟି ଦିଗ ତା ଦେହରେ ମିଶିଲା, କିଏ? ଅଗ୍ନି, ଐଶାନ୍ୟ, ବାୟୁ, ନୈಋତ। ଆଉ 2ଟି ମିଶିଲା ଅଧ, ଉର୍ଦ୍ଧ। ଟୋଟାଲ ହେଲା 10 ଦିଗ। ତେଣୁ ତାଙ୍କ ପାଇଁ ହେଉଛନ୍ତି ଶୁଭ ଦିଗ ପଶ୍ଚିମ ଦିଗ ଆଉ ବାୟୁ କୋଣ। ସେଟା ବାୟୁ କୋଣଟି କ'ଣ? ନା ପଶ୍ଚିମ ଆଉ ଉତ୍ତର ଦିଗର ମଧ୍ୟବର୍ତ୍ତୀ ଯେଉଁ କୋଣଟି ତାକୁ କହନ୍ତି ବାୟୁ କୋଣ। ଆଉ ବୃକ୍ଷ ହିସାବରେ ନିମ୍ବ ଗଛ। ଆଉ ଆମର ଅଷ୍ଟକୂଟ ମିଳନରେ ସେମାନେ ହେଉଛନ୍ତି ଗାବଜନୀର ଅନ୍ତର୍ଭୁକ୍ତ, ନର ଗଣର ଅନ୍ତର୍ଭୁକ୍ତ ଆଉ ପୃଷ୍ଠ ନାଡିରେ ଅନ୍ତର୍ଭୁକ୍ତ। ତାହେଲେ ସେମାନଙ୍କର ଯୋନି ହେଲା ଗାବ, ଗଣ ହେଲା ନର, ନାଡି ହେଲା ପୃଷ୍ଠ ନାଡି। ଯେଉଁମାନେ ଜ୍ୟୋତିର୍ବିଦ ହେବା ପାଇଁ ଚାହୁଁଛନ୍ତି ଭାଇ ଭଉଣୀ ମାନେ, ଆକୁ କ'ଣ କରିବେ? ମନେ ରଖିବେ। ଏଇ ଜିନିଷଟି ଟିକେ ମନେ ରଖିଲେ ଆପଣମାନଙ୍କ ପାଇଁ ସୁବିଧା ହବ। ମନେକର ଗୋଟେ ଉଦାହରଣ, ଜଣେ ପଚାରୁଛନ୍ତି ଯେ ଆମ ଛୁଆଟି ନାଚ କରିପାରିବ କି ନାହିଁ। ଆଚ୍ଛା, ନାଚଟି କୋଉଥିରେ କରାଯାଏ? ପାଦରେ କରାଯାଏ। ତେଣୁ ତାର ପାଦର ଗ୍ରହ ଯିଏ ରହିଛନ୍ତି ବୃହସ୍ପତି,
सी मजबूत अछंती कि नाही तांकु देखिले आमे जानी परिबा। अच्छा हौ ठीक अछि। एबे देखंतु जेउ माने उत्तर भाद्रपद मीन राशि रे जन्म ग्रहण करिथांती से माने मुख्यतः टिके धार्मिक स्वभावर हेइथांती आओ जिद्दी खोर भी हेइथांती। तांकर जिद्दीटी पॉजिटिव जिद्दी हेइथाय, नेगेटिव जिद्दी से बेसी करंती नाही। ता अर्थ जेउ कार्य मनोनिवेश करिथांती बा जेउ कार्यटी तांको मन को छुई जाई थाए से कार्यटी से न सरिला पर्यंत से शांति रे निश्वास मारी पारंती नाही। ता माने जो काम आरंभ करिसंती ताकू से शेष करंती, अधारू छाड़ी दियंती नाही। आओ सबु बेले चाहंती जे मते कोनोसी लोक मोर कार्य रे जेमती बाधा सृष्टि न करू बा ताकू निंदा न करू, ये जिनसटी चाहंती। सेति पई से बहुत सतर्कतार सह माइंडफुली सबु जिनस गुड़िक बा सबु कार्य गुड़िक से करंती। जे माइंडफुली कार्यटी करूछंती केयरलेसली करू नाहंती ताले से फेल हेबे काईकी। आ मुख्यतः ए माने धार्मिक स्वभावर लोक हेइथांती। पूजा पाठ जते प्रकार कर्मकांड ये जिनस तांकर बहुत विश्वास थाए, ईश्वर विश्वासी से माने हेइथांती। आउ ए माने को हेइथांती गूढ़ ज्ञानर मध्य अधिकारी हेइथांती। जेमती शास्त्र पुराण वेद वेदांत उपनिषद एस्ट्रोलॉजी से सबुथरे किछि ना किछि ज्ञान हासिल करिवा पय तांकर इच्छाटी थाए। से एकाडेमिकाली कौन पढ़ी से भिन्न कथा, किंतु से यही जिनस गुड़िक कल्चर करिथांती जा फल कि तांकर सेई विषय रे गभीर ज्ञानटीए थाए। आ एमाने जदि शिक्षकटीए हुअंती अध्यापकटीए हुअंती ताहले एमाने बहुत भल परफॉर्मेंस दे पारिबे, कारण एमाने दायित्व ज्ञानर लोक। आ पिला छुआ को पाठ पढ़ेइबा ये गोटे कम दायित्वर कथाटीए नुह। जो शिक्षक छुआर मनस्तत्व टिकी पढ़ी पारे नाही सी जड़े उपयुक्त शिक्षक नुहे, कारण से छुआ को विद्या शिखई पारिबे नाही। जंती डाक्तर जने जदि रोगीर मनस्तत्व को पढ़ी पारु नाहंती से चिकित्सा करि पारिबे नाही। ये सेही भलिया कथाटी काहेकि ना एमाने मनस्तत्व को पढ़िबा पई भारी बढ़िया राशिटी बा नक्षत्रटी। ताहले एमाने कौन करंती आउ आंक भितरे किछि नुआ नुआ जिनिस सृष्टि करिबा पई तांको मनरे भारी आग्रहटी थाए। तेणु से माने कवि लेखक एई टाइप रो हेइतांती। आ मुख्यतः जेतिकी प्रकार जोग ध्यान मेडिटेशन ये जो जिनिस गुड़िक तांको द्वारा बढ़िया हुए भल करि पारंती से माने। आउ लाइब्रेरियन माने हेई पारंती, बैंक रे चाकरी करि थांती बा हिस्टोरियन भी हेइथांती। अतीतर घटनावली सब से माने जानिबा पई तांको भारी भल लागे। इंजीनियर भी हेइथांती। आउ मुख्यतः मत्स्य पशुपालन आंक द्वारा बहुत बढ़िया हेइथाए। इंपोर्ट एक्सपोर्ट आमदानी रप्तानी ये जिनसटी भी तांको द्वारा भल हेइथाए। कागो गोटे बुद्धि दबा तांको द्वारा भी भल हेइथाए। टूर एंड ट्रैवल से माने गोटिए जगह स्थिर रहिबा को तांको भल लागे ना, से चारिआडे बुलिबा को तांको भल लागे। तेणु से विभिन्न आड़े बुलिबा कामटी जदि हुए तांको ता माने बहुत भल तांको द्वारा हेई थाए। तेणु बंधुगण देखंतु जो माने मीन राशि अंतर्भुक्त हेइथांती मुख्यतः एई आमर उत्तर भाद्रपद मीन राशि से माने कौन हेइथांती। एक रे तो धार्मिक स्वभावर हेइथांती, द्वितीय रे दायित्ववान लोक हेइथांती। तापरे आउरी होची कौन जेहेतु से माने मनुष्य गण से माने तांकर निज कार्य उपरे निज उपरे तांकर बहुत भरोसा थाए। तांकर कॉन्फिडेंस लेवलटा बहुत हाई थाए। आ से माने सबु काम आरंभ करिबा पई तांको भारी भलो लागे। आ दया स्वभावर हेइथांती, देखिबा को भारी सुंदर हेइथांती। आओ से माने कौन स्त्री लोक माने तांको उपरे बहुत भरोसा करिथांती। तांको दांतटी सुंदर हेइथाए, केशटी सुंदर हेइथाए, वचन भी भारी धीर स्थिर आओ धार्मिक वचन से माने बहुत कहंती, बहुत जसकारी से माने हेइथांती। आ जदि चाकरी बाकरी करिथांती ताले से मन प्राण देई करी
ଚାକିରିଟିଏ କରନ୍ତି, କିନ୍ତୁ ତାଙ୍କର ବଦଗୁଣଟିଏ ହେଉଛି ଅନ୍ୟ ଲୋକକୁ ସହଜରେ ବିଶ୍ୱାସ କରିଯାଆନ୍ତି। ଅନ୍ୟ ଲୋକ ତାଙ୍କର କ'ଣ କରୁଛି ସେ କଥା ସିଏ ବେଶୀ ବିଚାର କରନ୍ତି ନାହିଁ, କାହିଁକିନା ଇଏ ସମସ୍ତଙ୍କର ମନ କିଣିବା ଲୋକ। ବନ୍ଧୁଗଣ, ମନ କିଣିଲେ କ'ଣ ଖାଲି ହବ? ନିଜର ସୁରକ୍ଷା ତ ଫେରେ ନିଜେ କରିବାକୁ ପଡ଼ିବ। ତେଣୁ ସରଳ ବିଶ୍ୱାସୀ ସରଳ ହୁଅନ୍ତୁ, କିନ୍ତୁ ବୁଦ୍ଧି ଠିକ୍ ଥାଉ, ନିର୍ବୁଦ୍ଧିଆ ହୁଅନ୍ତୁ ନାହିଁ, ତାହେଲେ ଆପଣ ଠକିଯିବେ। ତାହେଲେ ଏଇ ଯେଉଁ ଉତ୍ତର ଭାଦ୍ରପଦ ମୀନ ରାଶିର ଲୋକମାନେ, ଏମାନେ କ'ଣ ହେଇଥାନ୍ତି? ପିତୃମାତୃରେ ତାଙ୍କର ବହୁତ ଶ୍ରଦ୍ଧା ଥାଏ, କିନ୍ତୁ ଏତିକି କ'ଣ, ସେମାନେ ଯେଉଁ ଲୋକମାନଙ୍କ ପାଇଁ କାର୍ଯ୍ୟ କରନ୍ତି ସେ ଲୋକମାନେ ତାଙ୍କୁ ସେତିକି ହିସାବରେ ପଚାରନ୍ତି ନାହିଁ। ଇଏ ହେଉଛି ଗୋଟିଏ ତାଙ୍କର ଗୁଣଟିଏ। ଆଉ ଜ୍ଞାନ ପାଇବା ପାଇଁ ସେ ସବୁବେଳେ ଲାଳାୟିତ ଥାନ୍ତି। କବି, ଲେଖକ, ଗାୟକ ଏମାନେ ହେଇଥାନ୍ତି, ବହୁତ ବିଦ୍ୟାଶୀଳ ଲୋକ ହେଇଥାନ୍ତି। ଆଉ ଏମାନେ ଯେତେ ପ୍ରକାର ଭଲ ଗୁଣ ଗୁଡ଼ିକ ତାଙ୍କ ପାଖରେ ଥାଏ, କିନ୍ତୁ ବେଳେ ବେଳେ କ'ଣ ହୁଅନ୍ତି, ଏମାନେ ରାଗି ବି ଯାଆନ୍ତି। ଏଇ ଗୁଣଟି ଆପଣଙ୍କୁ ଭଲ ଲାଗିବ ନାହିଁ, ଆପଣ କେବେ ରାଗିବେ ନାହିଁ। ଆଉ ଏମାନେ ଗାଈ ଗୋରୁରେ ଭାରି ଶ୍ରଦ୍ଧା କରିଥାନ୍ତି। ଯେତେ ପ୍ରକାର ଗୃହପାଳିତ ପଶୁ ଅଛନ୍ତି ସେ ତାଙ୍କୁ ଭାରି ଭଲ ପାଆନ୍ତି। ପିତାମାତାଙ୍କର ସେବକ ହେଇଥାନ୍ତି। ଯେତେ ଗ୍ରନ୍ଥ ପୁରାଣ ଏଗୁଡ଼ିକ ସେ ପଢ଼ିଥାନ୍ତି, କିନ୍ତୁ ବେଳେ ବେଳେ କ'ଣ ହେଇଥାଏ, ଗୋଟେ ଅଯୌକ୍ତିକ କଥା ବି କହିଦିଅନ୍ତି ପୁରାଣ ଶାସ୍ତ୍ର ବିଷୟରେ। ଯେମିତି ଭଗବାନଙ୍କୁ କିଏ ଦେଖିଛି, ଏଇଭଳିଆ ପ୍ରଶ୍ନ ଗୁଡ଼ିକ, ସେ ଅବାନ୍ତର ପ୍ରଶ୍ନ ଗୁଡ଼ିକ ପଚାରି ଦିଅନ୍ତି, ଯାହାଫଳରେ କି ତାଙ୍କର ବ୍ୟକ୍ତିତ୍ୱଟି କମ୍ ହେଇଯାଏ। ତେଣୁ ବନ୍ଧୁଗଣ, ଏଇ କଥା ଗୁଡ଼ିକୁ ମନେ ରଖିବେ। ଏଇ ହିସାବରେ ଯଦି ଚାଲିବେ ତାହେଲେ ଆପଣ ନିଶ୍ଚିତ ଭାବରେ ଭଲ ଜୀବନଯାପନ କରିପାରିବେ। ହଉ ବନ୍ଧୁଗଣ, ମୁଁ ଭାବୁଛି ଆପଣମାନେ ବୁଝିସାରିବେଣି। ଆପଣମାନଙ୍କୁ ଭଲ ଲାଗିଥିଲେ ଲାଇକ୍ କରିବେ, ସେୟାର କରିବେ, ସବସ୍କ୍ରାଇବ୍ କରିବେ। ଏତିକିରେ ରହିଲି ବନ୍ଧୁଗଣ। ଜୟ ଜଗନ୍ନାଥ।